बेगुनिया ब्लॉक पतित पावन युवक संघ आनुकूल्य रज महोत्सव 2026 उद्घाटित हो सकाल 6 घंटिका समय प्रभु श्री जगन्नाथ निकट में पूजा विधि यथा रीतिनीति अनुसार साही परिक्रमा कुनी कुनी कुमारी मानक नहीं अंधपुटुली और अंताक्षरी प्रतियोगिता अपराह 4 घंटा 30 मिनिट क्विज प्रतियोगिता भक्तिभूषण त्रिपाठी स्मृति संसद अनुଯାयी यह कार्यक्रम प्रस्तुत करा संध्यारे रज महोत्सव प्रथम संध्यार सभा कार्य उक्त सभारे पतित पावन युवक संघर उपसभापति विश्वरंजन दास पौरोहित्य करथिले। मुख्य अतिथि प्राक्तन प्राध्यापक प्रफुल्ल कुमार सुबुद्धि, मुख्य वक्ता काशीनाथ पट्टनायक प्रवचक भाव जोगदे सभा कार्य साफल्य पंडित करथिले। प्रभु जगन्नाथ प्रतिमूर्ति में पुष्पमाल्य अर्पण पूर्वक प्रदीप प्रज्वलन करा रज पर्व एक कृषिभित्तिक पर्व में कुमारी माने मन आनंद रज पर्व को पालन संपर्क में मुख्य वक्ता आलोकपात करते। मौसुमी आगमन में कृषक मान मनर अफुरंत आनंद और रज पर्वर महात्म्य संपर्क में मुख्य वक्ता अश्ली मोचन प्रदान करते। संपादक गंगाधर मार्था संपादक विवरणी पाठ करते। सभा मध्य उत्पलिका साहुकर ओडिसी डांस दर्शक मान हृदय जय कर उपांत खबर सांबादिक मानव रंजन करम को उत्तरीय प्रवासी पत्र तथा फूलतोड़ा दे सम्मानित शेष संयोजक तथा उपदेष्टा दिवाकर साहू कार्यक्रम को संयोजन करने सहित अन्य धन्यवाद प्रदान करथिले। हेलो हेलो जाओ उत्कलिकार नृत्य मुग्ध हो 200 टंका भारतीय मुद्रा प्रदान कर किए देला रे वृंदावन मुरलीधारी एतते कृष्ण बोली नाम किए देला रे वृंदावन मुरलीधारी रे भांग चुड़िया कदम मूलिया रे भांग चुड़िया कदम मूलिया तुही परा बाप गोबर श्री वृंदावन मुरलीधारी एतते कृष्ण बोली नाम किए देला रे वृंदावन मुरलीधारी देखी तोर लावण्य ठाणी मन मोर नेउछि किणी हृदय चंदन हे नील रतन हृदय चंदन हे नील रतन तुही परा बाप भवनौरी वृंदावन मुरलीधारी एतते कृष्ण बोली नाम किए देला रे वृंदावन मुरलीधारी वृंदावने लीला लगाई नाचू थाऊ तथई थई
বৃন্দাবনে লীলা লগাই নাচুথাও তথাইতে আরে শ্যাম ঘন তুমদ সুধন আরে শ্যাম ঘন তুমদ সুধন তুই কানু পরা লবণী চরি বৃন্দাবন মুরলীধারী এততে কৃষ্ণ বলি নাম কিয়ে দেলা রে বৃন্দাবন মুরলীধারী ବର୍ତ୍ତମାନ ଆରମ୍ଭ କରିବା ଆମେ ଆମର ମୁଖ୍ୟ ବକ୍ତାଙ୍କ ଠାରୁ ଆମେ କିଛି ଆଜିର ରଜ ପର୍ବ ସଂସଦରେ କିଛି ଶୁଣିବା ମୁଁ ଅନୁରୋଧ ରଖିବି ଶ୍ରୀଯୁକ୍ତ କାଶୀନାଥ ପଟ୍ଟନାୟକ ମହୋଦୟଙ୍କୁ ସେ ତାଙ୍କର ବକ୍ତବ୍ୟ ରଖିବେ ନିଶ୍ଚିତ ଭାବରେ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ର ତାପରୁ ସାମାନ୍ୟ ନିସ୍ତାର ପାଇ ମୌସୁମୀ ଗୋଷ୍ଠୀକୁ ଅପେକ୍ଷାରତ ଜୀବଜଗତ ଆଶ୍ୱସ୍ତି ପାଇବା ସମୟର ଅଳାରମ୍ଭରେ ଆଜିର ଏହି ଆଡ଼ମ୍ବରପୂର୍ଣ୍ଣ ରଜ ମହୋତ୍ସବକୁ ପାଳନ କରିବାକୁ ଯାଉଅଛି। ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଏ ବର୍ଷର ରଜ ମହୋତ୍ସବ ପାଳିତ ହେବା ଅବସରରେ ପ୍ରଭୁଙ୍କ ଚରଣାର ବିନ୍ଦରେ ମୋର ଶତକୋଟି ପ୍ରଣିପାତ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ। ରଜ ମହୋତ୍ସବ 2026ର ପ୍ରଥମ ସନ୍ଧ୍ୟାରେ ପ୍ରଭାବିତ କରୁଥିବା ସମ୍ମାନନୀୟ ଉପସଭାପତି ମହାଶୟ, ମୁଖ୍ୟ ଅତିଥି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କାଶୀନାଥ ପଟ୍ଟନାୟକ, ଯିଏକି ଅଞ୍ଚଳର ଜଣେ ସୁପରିଚିତ ପ୍ରବଚକ, ପତିତପାବନ ଯୁବକ ସଂଘର ଉପଦେଷ୍ଟା ତଥା ସଂଯୋଜକ ଶ୍ରୀଯୁକ୍ତ ଦିବାକର ସାହୁ, ପତିତପାବନ ଯୁବକ ସଂଘର ସମସ୍ତ ସଦସ୍ୟମାନେ, ସମ୍ମୁଖରେ ଉପବେଶନ କରିଥିବା ସମସ୍ତ ଇଲେକ୍ଟ୍ରୋନିକ୍ସ ସାମ୍ବାଦିକ ଭାଇମାନେ, ପୋଲିସ ଭାଇମାନେ, ଉପସ୍ଥିତ ସମସ୍ତ ଗୁରୁଜନ ବୃନ୍ଦ, ସମ୍ମାନନୀୟ ସମସ୍ତ ମା ଓ ମାଉସୀମାନେ, ଉକ୍ତ ଅନୁଷ୍ଠାନକୁ ଭଲ ପାଉଥିବା ସମସ୍ତ ସୁଧୀ ସମାଜ ତଥା ଉପସ୍ଥିତ ଅଗ୍ନିଶମ କର୍ମଚାରୀ ବୃନ୍ଦ, ଆଜିର ଏହି ରଜ ମହୋତ୍ସବ 15ଟି ବସନ୍ତ ଅତିକ୍ରମ କରିସାରିଲାଣି। ବିଗତ ବର୍ଷ ପରି ଚଳିତ ବର୍ଷ ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ, ସାହାଯ୍ୟ ସହଯୋଗ, ଭଲ ପାଇବା ହେତୁ 4 ଦିନ ରହି ଏହି ରଜ ମହୋତ୍ସବ ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଛି। ଆଜି ଆମେ ଅନ୍ତାକ୍ଷରୀ, ଅନ୍ଧପୁଟୁଳି, କୁଇଜ ଭଳି କେତେକ ପ୍ରତିଯୋଗିତା କରିଥିଲୁ। ଆସନ୍ତାକାଲି ଅନ୍ତାକ୍ଷରୀ, ଦୌଡ଼ିଆ, ଅନ୍ଧପୁଟୁଳି ଓ ବିଶେଷ ଆକର୍ଷଣ ପିଠା ପ୍ରତିଯୋଗିତା ସହ ରଜପାନ ବଣ୍ଟନ କରାଯିବା ସହ କୁଇଜ ପ୍ରତିଯୋଗିତା ମଧ୍ୟ କରାଯିବାର ବନ୍ଦୋବସ୍ତ କରାଯାଇଛି। ସେଭଳି ଅନ୍ୟ 3 ଦିନର କାର୍ଯ୍ୟକ୍ରମକୁ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରଜର ସମସ୍ତ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ଏ ଅନୁଷ୍ଠାନର ବିଶେଷ ଆକର୍ଷଣ ରଜ କୁଇଜ ଓ ଶ୍ରେଷ୍ଠ ନୃତ୍ୟଶିଳ୍ପୀଙ୍କୁ ଚୟନ କରାଯାଇ ସେମାନଙ୍କୁ କ୍ୟାସ୍ ପ୍ରାଇଜ୍, ଉପଢୌକନ, ଫୁଲତୋଡ଼ା ସହ ମୁକୁଟ ପରିଧାନର ବ୍ୟବସ୍ଥା କରାଯାଇଅଛି। ପରେ ପରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ସହ ଟ୍ରଫି ପ୍ରଦାନ କରାଯିବ। କୋଟି କୋଟି ପ୍ରତିଯୋଗୀ ତଥା କୁମାରୀ ଝିଅମାନଙ୍କର ସୁସ୍ଥ ପ୍ରତିଭାକୁ ବିକଶିତ କରିବା ପାଇଁ ଏ ରଜ ମହୋତ୍ସବ ଆୟୋଜନ କରାଯାଇଅଛି। ବିଗତ ଦିନରେ ପତିତପାବନ ଯୁବକ ସଂଘ ସମାଜର କଲ୍ୟାଣ ନିମନ୍ତେ ବୃକ୍ଷରୋପଣ, ସଡ଼କ ସୁରକ୍ଷା ଦିବସ, ସ୍ୱଚ୍ଛ ଭାରତ ଅଭିଯାନ, ନିଶା ନିବାରଣ ଇତ୍ୟାଦି କାର୍ଯ୍ୟକ୍ରମ ସହିତ ପ୍ରତିବର୍ଷ ଭଳି ଏ ବର୍ଷ ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ 104 ୟୁନିଟ୍ ରକ୍ତ ପ୍ରଦାନ କରି ଖୋର୍ଦ୍ଧା ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛି। ଏତଦ ବ୍ୟତୀତ ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ଥଳୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଯେଉଁ ଅଭୂତପୂର୍ବ ଆନ୍ଦୋଳନ ହୋଇଥିଲା, ପତିତପାବନ ଯୁବକ ସଂଘ ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବେଗୁନିଆ ଅଞ୍ଚଳର ସମସ୍ତ ଜନହିତକର କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନ ଅଂଶଗ୍ରହଣ କରି ବେଗୁନିଆ ବ୍ଲକରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ଖ୍ୟାତି ଅର୍ଜନ କରିଛି। ଶେଷରେ ସମସ୍ତଙ୍କୁ ସାଧୁବାଦ ଜଣାଇ ମୋର ସମ୍ପାଦକ ବିବରଣକୁ ମାନସ ରଞ୍ଜନ ଗୌରଙ୍କ ରିପୋର୍ଟ, ନ୍ୟୁଜ ଉପାନ୍ତ।